ପିଲାମାନେ ଆଜି ଆମେ ପଢ଼ିବା ସପ୍ତମ ଶ୍ରେଣୀ ଗଣିତ ବହିର ଅଭ୍ୟାସ କାର୍ଯ୍ୟ 9.6। ତା ପୂର୍ବରୁ ଆମେ ଟିକେ ବୁଝି ନେବା ଏଠି ଦେଇଛି ଦୁଇଟି ତ୍ରିଭୁଜ ମଧ୍ୟରେ ଗୋଟିଏ ତ୍ରିଭୁଜର ଏକ ବାହୁ ଓ ଏହାର ସଂଲଗ୍ନ କୋଣଦ୍ୱୟ ଅନ୍ୟ ତ୍ରିଭୁଜର ଗୋଟିଏ ବାହୁ ଓ ତାହାର ସଂଲଗ୍ନ କୋଣଦ୍ୱୟ ସହ ସର୍ବସମ ହେଲେ ତ୍ରିଭୁଜ ଦ୍ୱୟ ସର୍ବସମ ହେବେ। ସର୍ବସମତାର ଏହି ସର୍ତ୍ତକୁ କୋଣ ବାହୁ କୋଣ ବା ସଂକ୍ଷେପରେ କୋବାକୋ ସର୍ବସମତା କୁହାଯାଏ। ଏଠି ଦୁଇଟା ତ୍ରିଭୁଜ ଦେଇଛି, ଦେଖ କ୍ରମ ଅନୁସାରେ ଏ ବି ସି ଏ ତ୍ରିଭୁଜର ନା ଏଇଟା ପି କ୍ୟୁ ଆର୍। ଯଦି ଏ ସି ଦେଇଛି এইটা 6 ସେମି এইটা 6 ସେମି ମାନେ ଏ ବାହୁ ସହିତ ଏ ବାହୁ ସମାନ ଆଉ ତାର ସଂଲଗ୍ନ କୋଣ ମାନେ ବାହୁର ଦୁଇ ପଟକୁ ଦୁଇଟା କୋଣ ଲାଗିଛି ତାର ସଂଲଗ୍ନ କୋଣ ଦୁଇଟି ଯଦି ସମାନ ହୁଏ এইটা 85 ডিগ্রি এইটা 85 ডিগ্রি এইটা 35 ডিগ্রি এইটা 35 ডিগ্রি তাহলে ত্রিভুজ দ্বয় কোণ বাহু কোণ কোণ বাহু কোণ সর্বসমতা অনুসারে বা কোবাকো সর্বসমতা অনুসারে আমি শর্টରେ ଲେଖିବା କୋବାକୋ ସର୍ବସମତା ଅନୁସାରେ ସର୍ବସମ ହେବେ। ଆମେ ପ୍ରଶ୍ନ ଉତ୍ତର କରିବା। 1 ନମ୍ବର ଦେଇଛି ପାର୍ଶ୍ୱସ୍ଥ ଚିତ୍ରରେ ଡି ସର୍ବସମ ପି କ୍ୟୁ। ଏଠି ଦୁଇଟା ତ୍ରିଭୁଜ ଦେଇଛି ଡି ସହିତ ପି କ୍ୟୁ ସମାନ। ଇ କୋଣ ସହିତ କ୍ୟୁ କୋଣ ସମାନ, ଏଇଟା ଇ କୋଣ ସହିତ କ୍ୟୁ କୋଣ ସମାନ ହେଲେ ଦେଇଛି ଅନ୍ୟ କେଉଁ କୋଣ ଦ୍ୱୟର ପରିମାଣ ସମାନ ହେଲେ ତ୍ରିଭୁଜ ଦ୍ୱୟ କୋବାକୋ ସର୍ତ୍ତରେ ସର୍ବସମ ହେବେ। ଏଠି ତ୍ରିଭୁଜକୁ ଆମେ କ୍ରମ ଅନୁସାରେ ନେଲେ ଡି ଇ ଏଫ୍ ଆଉ କ୍ୟୁ ପି ଆର୍ ହେଲେ ଏଠି ନହେଲେ ପି କ୍ୟୁ ଆର୍ ଏମିତି ନେଲେ ଡି ସହିତ ଇ ସମାନ ଏଇଠି ଲେଖିବା ଆମେ ଲେଖା ହେଇଛି ଏଇଟା ଡି ଇ ସର୍ବସମ ପି କ୍ୟୁ, ଡି ସହିତ ପି କ୍ୟୁ ସର୍ବସମ। ତାହେଲେ ଇ କୋଣ ସହିତ କ୍ୟୁ କୋଣ ସମାନ, ୟୁ କୋଣ ସହିତ କ୍ୟୁ କୋଣ ସର୍ବସମ ବା ସମାନ। ତାହେଲେ କେଉଁ କୋଣ ସହିତ କେଉଁ କୋଣ ଆଉ କେଉଁ କୋଣ ଦ୍ୱାରା ପରିମାଣ ସମାନ ହେଲେ ଏଠି ଆମର କ୍ୟୁ କୋଣ ସହିତ ଇ କୋଣ ସମାନ, ଏଠି ଆଉ ଗୋଟେ କୋଣ ରହିଲା ଡି କୋଣ ସହିତ ପି କୋଣ ସମାନ ହେଲେ କାରଣ ବାହୁକୁ ଲାଗିଥିବ ଯେଉଁ କୋଣ ଦୁଇଟି ଏଇ ବାହୁକୁ ଏଇ ଇ କୋଣ ଲାଗିଛି ଡି କୋଣ ଲାଗିଛି ଆଉ ଏ ବାହୁକୁ କ୍ୟୁ କୋଣ ଲାଗିଛି ତାର ସଂଲଗ୍ନ କୋଣ ଦୁଇଟି ମାନେ ତା ପାଖାପାଖି ଥିବ ଯେଉଁ କୋଣ ଦୁଇଟି। ତାହେଲେ ଡି କୋଣ ସହ ଲେଖିବା ଡି କୋଣ ସର୍ବସମ ପି କୋଣ ହେଲେ ତ୍ରିଭୁଜ ଦ୍ୱୟ କୋବାକୋ ସର୍ତ୍ତରେ ସର୍ବସମ ହେବେ। କୋବାକୋ ସର୍ତ୍ତରେ ସର୍ବସମ ହେବେ ବା କୋଣ ବାହୁ କୋଣ ସର୍ବସମ ହେବେ। ତାପରେ ଦେଇଛି 2 ନମ୍ବର ପାର୍ଶ୍ୱସ୍ଥ ଚିତ୍ରରେ ପି କୋଣ ଓ ୱାଇ କୋଣ ସମାନ। ଏହି ଚିତ୍ର ଦୁଇଟା ଚିତ୍ରରେ ପି କୋଣ ସହିତ ୱାଇ କୋଣ ସମାନ, ଏଇଟା 35 ডিগ্রি ଏଇଟା 35 ডিগ্রি। କ୍ୟୁ କୋଣ ସହିତ ଜେଡ୍ କୋଣ ସମାନ, କ୍ୟୁ କୋଣ ସହିତ ଜେଡ୍ କୋଣ ସମାନ। ଅନ୍ୟ କେଉଁ ଅଂଶ ଦ୍ୱୟ ସମାନ ହେଲେ ତ୍ରିଭୁଜ ଦ୍ୱୟ କୋବାକୋ ସର୍ତ୍ତରେ ଦୁଇଟା କୋଣ ସମାନ ଅଛି ମାନେ ତା ମଝିରେ ଯେଉଁ ବାହୁ ଗୋଟେ ଅଛି ସେ ବାହୁ ସହିତ ବାହୁ ସମାନ ହେଲେ ତ୍ରିଭୁଜ ଦ୍ୱୟ କୋବାକୋ ସର୍ତ୍ତରେ ସର୍ବସମ ହେବେ। ଆମେ ଏଠି ଲେଖିବା ପି କୋଣ ସମାନ ୱାଇ କୋଣ, କ୍ୟୁ କୋଣ ସମାନ ଜେଡ୍ କୋଣ। ତାହେଲେ ପି କ୍ୟୁ ବାହୁ ସହିତ ୱାଇ ଜେଡ୍ ସମାନ ହେଲେ ପି କ୍ୟୁ ବାହୁ ସର୍ବସମ ୱାଇ ଜେଡ୍ ବାହୁ ହେଲେ ତ୍ରିଭୁଜ ଦ୍ୱୟ କୋବାକୋ
ସର୍ବସମ ହେବେ ବା କୋବାଗ ସର୍ବସମତାରେ ରହିବେ। 3 ନମ୍ବର ଦେଇଛି ପାର୍ଶ୍ୱସ୍ଥ ଚିତ୍ରରେ କେଉଁ ତ୍ରିଭୁଜ ଦ୍ୱୟ ସର୍ବସମ। ଏଇଠି ତ୍ରିଭୁଜ ଦେଇଛି, ଦୁଇଟା ତ୍ରିଭୁଜ ଦେଇଛି। କେଉଁ ତ୍ରିଭୁଜ ଦ୍ୱୟ ସର୍ବସମତାର ସର୍ତ୍ତକୁ ଲେଖ। ଏଇଠି ଦେଇଛି, ଏଇଟା ଦୁଇଟା ତ୍ରିଭୁଜ ଏ ଓ ଡି, ଏଇଟା ହେଲା ବି ଓ ସି, ଦୁଇଟା ତ୍ରିଭୁଜ। ଚିହ୍ନ ଦେଇଛି ପିଲାମାନେ, କେଉଁ ବାହୁ ସହିତ କେଉଁ ବାହୁ ସମାନ। ବି ଓ ସମାନ ଡି ଓ, ଡି କୋଣ ସହିତ ବି କୋଣ ସମାନ। ଡି କୋଣ 95, ବି କୋଣ 95। ଆମେ ଲେଖିବା ଏଇଠି ଡି କୋଣ ସମାନ ବି କୋଣ ବା ସର୍ବସମ। ଡି କୋଣ ସର୍ବସମ ବି କୋଣ। ଏଠି ହେଲା ଓ ଡି ସମାନ ଓ ବି, ଓ ଡି ବାହୁ ସର୍ବସମ ଓ ବି ବାହୁ। ତାହେଲେ ଆଉ କେଉଁ କୋଣ ସର୍ବସମ ହେଲେ ଡି ଓ, ନହେଲେ ଏ ଓ ଡି, ବି ଓ ସି। ଏଇଟା ପିଲାମାନେ ତୁମେ ଜାଣିଛ ପ୍ରତିପ କୋଣ ହିସାବରେ ବି ସମାନ ହେବ। ତାହେଲେ ଆମେ ଲେଖିବା ଏ ଓ ଡି କୋଣ, ଏ ଓ ଡି କୋଣ ସର୍ବସମ ବି ଓ ସି ହେଲେ, ବି ଓ ସି ହେଲେ ତ୍ରିଭୁଜଦ୍ୱୟ କୋଣ ବାହୁ କୋଣ କୋବାଗ ସର୍ତ୍ତରେ ସର୍ବସମ ହେବେ। କୋବାଗ ସର୍ବସମତାରେ ରହିବେ, ସର୍ବସମତାରେ ରହିବେ। ପିଲାମାନେ ଯଦି ସର୍ବସମତାର ସର୍ତ୍ତକୁ ଲେଖ। ସର୍ବସମତାର ସର୍ତ୍ତ ହେଲା କୋବାଗ ସର୍ବସମତା, କୋଣ ବାହୁ କୋଣ। ତାପରେ ଦେଇଛି 4 ନମ୍ବର ପାର୍ଶ୍ୱସ୍ଥ ଚିତ୍ରରେ ଓ ଏକ୍ସ ରଶ୍ମି, କ୍ୟୁ ଏକ୍ସ ରଶ୍ମି ପି କ୍ୟୁ ଆର୍ ଓ ପି ଏସ୍ ଆର୍, ପି କ୍ୟୁ ଆର୍ ଓ ପି ଏସ୍ ଆର୍ କୋଣକୁ ସମଦ୍ୱିଖଣ୍ଡକ କରେ। ଦୁଇଟା କୋଣକୁ ସମାନ ଦୁଇ ଭାଗରେ ବିଭକ୍ତ କରିଛି ପିଲାମାନେ, ଏପଟେ ଏପଟ ଆଉ ଏପଟେ ଏପଟେ। କ୍ୟୁ ଆର୍ ଏସ୍ ଓ କ୍ୟୁ ପି ଏସ୍ ସର୍ବସମ କି? କ୍ୟୁ ଆର୍ ଏସ୍ କ୍ୟୁ ପି ଏସ୍ ସର୍ବସମ କି? ଯଦି ସର୍ବସମ ତେବେ କେଉଁ ସର୍ବସମତା ସର୍ତ୍ତ ଏଠାରେ ପ୍ରଯୁଜ୍ୟ? ଆମେ ଲେଖିବା ହଁ ସର୍ବସମ। ତାହେଲେ କେଉଁ ସର୍ବସମତା? କୋଣ ବାହୁ କୋଣ। ଏଇ କୋଣ ସହିତ ସମଦ୍ୱିଖଣ୍ଡକ ଅଛି ମାନେ ଏଇ କୋଣ ସହିତ ଏ କୋଣ ସମାନ ହେବ, ଏ କୋଣ ସହିତ ଏ କୋଣ, ମଝିରେ ସାଧାରଣ ବାହୁ ଅଛି। କୋବାଗ ସର୍ତ୍ତରେ, କୋବାଗ ସର୍ତ୍ତରେ ସର୍ବସମ ହେବେ, କୋବାଗ ସର୍ତ୍ତରେ ସର୍ବସମ ହେବେ। ତାହେଲେ ଏଠି ଦେଇଛି ପି କ୍ୟୁ ଏସ୍ ଓ ଆର୍ କ୍ୟୁ ଏସ୍, ପି କ୍ୟୁ ଏସ୍ ଆର୍ କ୍ୟୁ ଏସ୍ ମଧ୍ୟରେ କେଉଁ 3 ଯୋଡ଼ା ଅଙ୍ଗ ସର୍ବସମ? ଆମେ ଲେଖିବା ପି କ୍ୟୁ ଏସ୍ କୋଣ ସମାନ ଆର୍ କ୍ୟୁ ଏସ୍ କୋଣ, ପି କ୍ୟୁ ଏସ୍ କୋଣ ସମାନ ଆର୍ କ୍ୟୁ ଏସ୍ କୋଣ, ଯେହେତୁ ସମଦ୍ୱିଖଣ୍ଡକ ହେଇଛି। ତାପରେ ପି ଏସ୍ କ୍ୟୁ କୋଣ, ପି ଏସ୍ କ୍ୟୁ କୋଣ ସମାନ ଆର୍ ଏସ୍ କ୍ୟୁ କୋଣ, ଆର୍ ଏସ୍ କ୍ୟୁ କୋଣ। ଏ ଦୁଇଟା କୋଣ ସର୍ବସମ ହେଲା। ତାହେଲେ କ୍ୟୁ ଏସ୍ ହେଉଛି ସାଧାରଣ ବାହୁ, କ୍ୟୁ ଏସ୍ ସମାନ ସାଧାରଣ ବାହୁ। 3 ଯୋଡ଼ା ପିଲାମାନେ ହେଲା, ଏଟା ଗୋଟେ ଯୋଡ଼ା, ଏଟା ଗୋଟେ ଯୋଡ଼ା, ଏଟା ଗୋଟେ ଯୋଡ଼ା। କେଉଁ 3 ଯୋଡ଼ା ଅଙ୍ଗ ସର୍ବସମ ଥିଲା? 5 ନମ୍ବର ପାର୍ଶ୍ୱସ୍ଥ ଚିତ୍ରରେ ଏନ୍ ଏମ୍ ପି ର ସମଦ୍ୱିଖଣ୍ଡକ ଏମ୍ କେ। ଏନ୍ ଏମ୍ ପି এই ତ୍ରିଭୁଜର ସମଦ୍ୱିଖଣ୍ଡକ ହେଉଛି ଏମ୍ କେ ଏବଂ ଏମ୍ କେ ଲମ୍ବ ଏନ୍ ପି। ଏମ୍ କେ ହେଉଛି ଏନ୍ ପି ଉପରେ ଲମ୍ବ ମାନେ ସମକୋଣ। ଯେଉଁ ଦୁଇଟା କୋଣ ଉତ୍ପନ୍ନ ହେଲା ସେ ଦୁଇଟା ସମକୋଣ। କାରଣ ଦର୍ଶାଇ କେଉଁ ତ୍ରିଭୁଜ ଦ୍ୱୟ ସର୍ବସମ ଲେଖ। ଆମେ ଏଠି ଲେଖିବା, এইটা ଲେଖିବା ଆମେ ଏନ୍ ଏମ୍ କେ ତ୍ରିଭୁଜ ସର୍ବସମ ପି ଏମ୍ କେ। ଏନ୍
के त्रिभुज सर्वसम PMK क्रम अनुसार लिखिबा PMK त्रिभुज। कारण दर्शाए के त्रिभुज द्वय सर्वसम लेख। कारण लिखिबा एठी कारण NMK कोण समान PMK कोण। NMK कोण सर्वसम PMK कोण जेहेतु सम द्विखंडक दुईटा जाक समान। तापर MKN कोण सर्वसम MKP कोण। MKP कोण कारण MK लंब होची NP उपरे ताहले MK होची तार साधारण बाहु। MK होची साधारण बाहु। MK होची साधारण बाहु ताहले एहा कोबाको अर्थरे एहा कोबाको शर्तरे सर्वसम अटे। सर्वसम अटे। पिला माने अभ्यास कार्यटी थिला 9.6 रा सप्तम श्रेणी 9.6 रा समस्त प्रश्नर समाधान। तुमको वीडियो भल लागिले लाइक करिवो, सब्सक्राइब निश्चय करिवो। धन्यवाद।